नमस्कार टुडे फ्लाश न्यूज को स्वागत करुच्ची मु अमूल्य जेना। आसंतु देखिबा आजिर फ्लाश न्यूज। टुडे फ्लाश न्यूज केउ एक आवाहन कालरू बा सृष्टिर उत्पत्ति ठारू सनातन धर्म बा वैष्णव धर्मर प्राण प्रतिष्ठा होइथिबार विश्वास रही। जुगे जुगे मध्य यार ज्वलंत उदाहरण देखा मिलता है प्रभु श्रीकृष्ण, प्रभु श्री रामचंद्र एवं जगतरनाथ प्रभु श्री जगन्नाथ विद्यमान यह वैष्णव धर्म सर्वदा चिर अमरत्व प्रकाश करिଥାଏ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ବୈଷ୍ଣବ ଧର୍ମର ପ୍ରଚାର ଏବଂ ପ୍ରସାର ଉଦ୍ଦେଶ୍ୟରେ ସାରା ବିଶ୍ୱରେ ବିଭିନ୍ନ ବୈଷ୍ଣବ ଧର୍ମାବଲମ୍ବୀ ସେମାନଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି। ସେହିଭଳି ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ପକ୍ଷରୁ ମଧ୍ୟ 1984 ମସିହାରୁ ବୈଷ୍ଣବ ଧର୍ମର ପ୍ରଚାର ଏବଂ ପ୍ରସାର ଉଦ୍ଦେଶ୍ୟରେ ଅହରହ ସେମାନଙ୍କ ପଦଯାତ୍ରା ଜାରି ରଖିଛନ୍ତି। ଏହି ଅବସରରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମଠ ସାହି ନିକଟରେ ମଧ୍ୟ ସଂଘ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଆମ ପ୍ରତିନିଧି ପହଞ୍ଚିଥିଲେ। ତେବେ ଆସନ୍ତୁ ଥରେ ନଜର ପକାଇବା କ'ଣ କହୁଛନ୍ତି ଏହି କୃଷ୍ଣପ୍ରେମୀ ଧର୍ମ ଗୁରୁବୃନ୍ଦ। ସାକ୍ଷୀଗୋପାଳରୁ ରାକେଶ ବେହେରାଙ୍କ ରିପୋର୍ଟ। गुरवे गौरचन्द्राय राधिकायै सदालये कृष्णाय कृष्णभक्ताय तदभक्ताय नमो नमः। ମୁଁ ଆଜି ବହୁତ ଖୁସି, କାହିଁକି ନା ଆମର ଏଇ ସାକ୍ଷୀଗୋପାଳ ବାଟିକି ଆଜି ଯେଉଁଟାକି ଚୈତନ୍ୟ ମହାପ୍ରଭୁ ଆସିଥିଲେ ଏ ହପରା ଗୌଡ଼ଙ୍କ ଘରକୁ, ଯେଉଁଠୁ ଦହି ଖାଇକି ଯାଇଥିଲେ, ସେଠିକି ଆଜି ସମସ୍ତ ବୈଷ୍ଣବ ଆସିକି ପଦାର୍ପଣ କରିଛନ୍ତି ଆମରି ଗାଁରେ। ସେଥିପାଇଁ ମୁଁ ଅତ୍ୟନ୍ତ ଖୁସି, କାହିଁକି ନା ଭକ୍ତି ବୀଜଟା ଏ ବୈଷ୍ଣବଙ୍କ ଠାରୁ ହିଁ ଜାତ ହୋଇଥାଏ। ସେଥିପାଇଁ କୁହାଯାଏ ବାନ୍ଧା କଳ୍ପ ତରୁ ସଦୃଶ ହେଉଛନ୍ତି ବୈଷ୍ଣବ ମା। ତ ବୈଷ୍ଣବଙ୍କ ଠାରୁ ଯେଉଁ ଚିନି ଆଉ ବାଲି ମିଶ୍ରିତ ହୋଇକି ଶାସ୍ତ୍ରରେ ଥିବା ଭକ୍ତିଟାକୁ ବୈଷ୍ଣବଙ୍କ ପାଟିରୁ ଯେତେବେଳେ ଉଦ୍ଧୃତ ହୁଏ, ତାହା ସେତେବେଳେ କେବଳ ଚିନି ହେଇକି ଆମ ପାଖକୁ ଆସିଥାଏ। ତ ସେଥିପାଇଁ କୁହନ୍ତି ଶାସ୍ତ୍ରରେ ଦୀପଂ ଭକ୍ଷନ୍ତି ଭନ୍ତଂ କଜ୍ଜ୍ୱଳଂସ ପଶୁୟତେ ଯଦନଂ ଭୁଞ୍ଜୟତେ ନିତ୍ୟଂ ଜାୟତେ ତାଦୃଶୀ ପ୍ରଜାଃ। ଯଦି ଆମେ ସଦାସର୍ବଦା ଏ ହରିନାମକୁ ବୈଷ୍ଣବଙ୍କ ଠାରୁ ଶ୍ରବଣ କରିବା, ଯେଭଳି ଭାବରେ ଅଜାମିଳ ଶ୍ରବଣ କଲା ପରେ ଗୋଟିଏ ଥର କେବଳ ସେ ବୈଷ୍ଣବଙ୍କ କଥା ଶୁଣି ତାଙ୍କ ପୁଅର ନାଁକୁ ରଖିଦେଇଥିଲେ କ'ଣ ନା ନାରାୟଣ। ସେଥିପାଇଁ ଭଗବାନ ତାକୁ ଶେଷ ସମୟରେ ଅନ୍ତେ କାଳେଶ୍ଚ ମାମେବ ସ୍ମରଣ ମୁକ୍ତ୍ୱାହ କଲେବରମ୍ ଯହ ପ୍ରୟାତିଶ ସମଭାବଂ ଜାସ୍ତି ନାସ୍ୟତ୍ର ସଂଶୟଃ। ଯାହା ଶେଷ ସମୟରେ ଯଦି ପ୍ରଭୁଙ୍କ କଥା ମନେ ପଡ଼ିଯାଏ, ଯଦି ବୈଷ୍ଣବଙ୍କ ଠାରୁ ଆସିଥିବା କଥା ମନେ ପଡ଼ିଯାଏ, ତାହେଲେ ସମସ୍ତ କଳମସ ଦୂର ହୋଇଯାଏ। ତେଣୁ ବୈଷ୍ଣବ ହେଉଛନ୍ତି ଶ୍ରେଷ୍ଠ। ତେଣୁକରି ଆଜି ଯେଉଁ ମାଟିରେ ଆସି ବୈଷ୍ଣବ ପହଞ୍ଚିଛନ୍ତି, ଆମର ସେଇ ସଚିନନ୍ଦନଙ୍କର ମାଟି, ଯେଉଁଠାରୁ ପୁରୀ ଯିବା ବାଟରେ ପ୍ରଭୁ ଏହି ସ୍ଥାନରେ ହିଁ ରହିଥିଲେ, ତାଙ୍କର ଶିଷ୍ୟ ଅନୁଶିଷ୍ୟ ପ୍ରଶିଷ୍ୟ ଆମେମାନେ। ତେଣୁକରି ଏମାନଙ୍କ ଠାରୁ ଯେଉଁ ଭକ୍ତି ବୀଜ ଜାତ ହୁଏ, ଏ ଭୌତିକର ଦୁଃଖ ଯାଏ। କାହିଁକି ନା କୋଇ ତନ ଦୁଃଖୀ କୋଇ ମନ ଦୁଃଖୀ କୋଇ ଧନ ବିନା ରହେ ତ ଉଦାସ। ଆମର ଏଠି ସରପଞ୍ଚ ଗୌରାଙ୍ଗ ଅଛନ୍ତି, ଆଉ ବହୁତ ପୁରୁଣା କାଳର ଠାକୁର। ତେଣୁ ଆମେ ଠାକୁର ଅବନ୍ଧନାରେ ପଡ଼ିଥିଲେ, ତାଙ୍କୁ ପଡ଼ିଥିବା ମଧ୍ୟ ଏଇ ଯୁବ ସମିତି
ତାଙ୍କୁ କେମିତି ଲଗେଇ କେମିତି ଆମେ ସଫାସଫି କରିକି ଆମେ ଉଦ୍ଧାର କରିବାକୁ ଚାହୁଁଛୁ। ଏବଂ ଆମର ଯେଉଁ ରଥ ଆସିଥିଲା ଏ ରଥକୁ ଦେଖିଲା ପରେ ମୁଁ ଆମ ଶଙ୍କର ମନ୍ଦିରରେ ମୁଁ ତାଙ୍କୁ ବି କହିଲି ଆପତ୍ତି ଅଭିଯୋଗ ମଧ୍ୟ କଲି। ସେ କହିଲେ ଠିକ୍ ଅଛି ଆମେ ଯାଇକି ଆପଣଙ୍କ ଗାଁରେ ପହଞ୍ଚିବୁ, କିନ୍ତୁ ଆମକୁ ଟିକେ ସମୟ ଦିଅନ୍ତୁ। এই যে আধ্যাত্মিক আপনার যে কার্যক্রম চালিছি যে মানে মনোভাব কেতে বর্ষ হল আপনার ভক্তি ভাব আসলে 15 ବର୍ଷ ହେଲା ଚାଲିଲାଣି ଭକ୍ତି। ଆଉ ବର୍ତ୍ତମାନ ଏଇ ଯେଉଁ ଯୁବ ସଂଘ ପିଲା ଯେଉଁ ଆପଣ କେତେ ବର୍ଷ ହେଲା লিপ্ত রইলেন এই কার্যক্রমে? 20 ବର୍ଷ ପାଖାପାଖି ଆମେ ରହିଲାଣି লিপ্ତ ହେଇକିରି। କିନ୍ତୁ ଏଇ ଯେଉଁ ଗୁଟକା ଫୁଟକା ଖାଉଛନ୍ତି ପିଲା ଆଉ ମଦ ମାଂସ ଖାଉଛନ୍ତି ତାଙ୍କୁ ଆମେ କେମିତି ବଦଳାଇବା ପାଇଁ ବହୁତ ଚେଷ୍ଟା କରୁଛୁ। ଆଉ ଆମର ଏ ପ୍ରଭୁ କହୁଛି ପ୍ରଭୁ ମଧ୍ୟ କହୁଛି ଆମ ସମସ୍ତେ କହିକିରି ମୁଁ ମଧ୍ୟ କହୁଛି କେମିତି ଗାଁ ଗହଳିରେ ବସିକି ଏରା ସବୁ କେମିତି ବନ୍ଦ କରାଯାଉ ଏବଂ ହରିନାମ କରିକିରି ବର୍ତ୍ତମାନ କେମିତି ପ୍ରଚାର କରାଯାଉ ଏବଂ ଏତିକି କହିକି ମୋ ବକ୍ତବ୍ୟ। ନା ହେଉଛି ତ୍ରିଭୁବନ ସୁନ୍ଦର ଦାସ। ମୋର ଜନ୍ମସ୍ଥାନ ହେଉଛି ଭଦ୍ରକ। ଆଉ ଏହି ସଂସ୍ଥାରେ ଆଜିକୁ 22 ବର୍ଷ ମୁଁ ଏହି ସଂସ୍ଥାରେ ଯୋଗ ଦେଇ ଭଗବାନଙ୍କର ଏହି ସତ୍ସଙ୍ଗ ଆମେ ପ୍ରଚାର ପ୍ରସାରରେ ଲାଗୁଛୁ, ଯାହାଫଳରେ ସାରା ବିଶ୍ୱରେ କେମିତି ସମସ୍ତେ ସୁଖମୟ ଆନନ୍ଦମୟ ଜୀବନଯାପନ କରିବେ ସେଥିପ୍ରତି ଆମର ଦୃଢ଼ ଇଚ୍ଛା। ସମସ୍ତେ ଏହି ପଥକୁ ଆପଣନ୍ତୁ। ଏହି ପଥ ମାଧ୍ୟମରେ ହିଁ ଆମେ ଯଥାର୍ଥ ଭାବେ ନିଜର ମଙ୍ଗଳ ତଥା ସାରା ଜଗତରେ ହିଁ ମଙ୍ଗଳ ଆଉ କଲ୍ୟାଣ ସାଧନ ହୋଇପାରିବ। तो इस्कॉन अंतर्राष्ट्रीय कृष्ण भावनामृत संघ, इस्कॉन की चारों धामों की पैदल यात्रा है। यात्रा 1984 से गुजरात द्वारका से प्रारंभ हुई थी। द्वारका, बद्रीनाथ, जगन्नाथपुरी, रामेश्वरम ऐसी भारत की 6 बार परिक्रमा हुई है। 2014 में आई थी इधर जगन्नाथपुरी, साक्षी गोपाल। अभी हम लोग 10 साल के बाद 2024 में 10 साल हो गए भारत भ्रमण करते। गीता, भागवत, रामायण, हमारे सनातन संस्कृति, जगन्नाथ संस्कृति का प्रचार पूरे विश्व में, पूरा इंडिया में कर रहे हैं हम लोग। गाँव गाँव में जाते हैं, भगवान का नाम संकीर्तन, श्री प्रभुपाद जी के ग्रंथों का वितरण, गीता भागवत ग्रंथों का वितरण करते हैं, प्रसाद बांटते हैं। लोगों को जो मांसा, नशापान, व्यभिचार, जुआ, पाप कर्म में लिप्त होते हैं उनको वापस भगवत भक्ति में जोड़ रहे हैं। गो रक्षा के बारे में लोगों को उपदेश दे रहे हैं, सनातन संस्कृति का प्रचार प्रसार कर रहे हैं। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ନମସ୍କାର। ହାଇ ଫ୍ରେଣ୍ଡସ୍, ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ଟୁଡେ ଫ୍ଲାସ୍ ନ୍ୟୁଜ୍। ବାଏ ବାଏ। ଟୁଡେ ଫ୍ଲାସ୍ ନ୍ୟୁଜ୍।